ଆଜି ଚାଲନ୍ତୁ ଶୁଣିବା ଜହ୍ନମାମୁଁର ବିଘ୍ନେଶ୍ୱରର ଆଉ ଗୋଟିଏ ଭାଗ। ପାର୍ବତୀ ଗଣପତିଙ୍କ ଆର୍ତ୍ତନାଦ ଶୁଣି ଦୌଡ଼ି ଆସିଲେ, କିନ୍ତୁ ଆସି ଯାହା ଦେଖିଲେ ସେଥିରେ ସେ ପ୍ରାୟ ସଜ୍ଞାହତା ହୋଇପଡ଼ିଲେ। ଶିବଙ୍କ ଉପରକୁ କଠୋର ଦୃଷ୍ଟିପାତ କରି ସେ କହିଲେ, ଇଏ ଆପଣ କ'ଣ କଲେ? ପୁତ୍ରକୁ ବଧ କଲେ? ପାର୍ବତୀ ଆଉ କିଛି କହିପାରିଲେ ନାହିଁ। ତାଙ୍କ କଣ୍ଠ ହେଲା ବାଷ୍ପରୁଦ୍ଧ। ପାର୍ବତୀ କ'ଣ କହୁଛନ୍ତି ସେ କଥା ଶିବ ସହସା ଠଉରାଇ ପାରିଲେ ନାହିଁ। ପୁଅ ପୁଣି କିଏ? ସେ କାହିଁକି ପୁତ୍ରବଧ କରନ୍ତେ? ଗୋଟିଏ ଅଜ୍ଞାତ ବାଳକ ତାଙ୍କ ଆଗରେ ଔଦ୍ଧତ୍ୟ ପ୍ରଦର୍ଶନ କରିବାରୁ ସିନା ସେ ତାକୁ ଶାସ୍ତି ଦେଲେ। ପାର୍ବତୀ ଏବେ କିପରି କଥା କହୁଛନ୍ତି? ଶିବ ପ୍ରଥମେ ପାର୍ବତୀଙ୍କୁ ଥୟ ଧରିବାକୁ କହିଲେ, ଆଉ ଘଟଣାଟି ବୁଝିବାର ଚେଷ୍ଟା କଲେ। କିନ୍ତୁ ପାର୍ବତୀ ଥୟ ଧରିବେ କ'ଣ? ଅଧିକରୁ ଅଧିକ ଶୋକାକୁଳ ଦେଖାଯାଉଥାନ୍ତି। ସେ ବାରମ୍ବାର କହୁଥାନ୍ତି, ଆହା, ପୁତ୍ରକୁ ପ୍ରାଣରେ ମାରିଦେଲ। ଏହା କିପରି କରିପାରିଲ? ସେଠାରେ ସମବେତ ସମସ୍ତଙ୍କ ଭିତରେ ବିସ୍ମୟର କୋଳାହଳ ପଡ଼ିଗଲା। ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଶିବଙ୍କ ଆଡ଼କୁ ଅନାଇଲେ। ବାସ୍ତବିକ ଶିବ ନିଜ ପୁତ୍ରକୁ କିପରି ସଂହାର କରିପାରିଲେ ସେମାନେ ଏହା ବୁଝିପାରୁନଥିଲେ। ଶିବ ଭୀଷଣ ଆଶ୍ୱସ୍ତି ଅନୁଭବ କଲେ। ତାଙ୍କ ଦେହରୁ ଦରଦର ଝାଳ ବୋହିଗଲା। ସେ ପଚାରିଲେ, ଇଏ ପୁତ୍ର ବା କିପରି ହେଲା? ପୁତ୍ରକୁ ମୁଁ ଚିହ୍ନି ପାରିନଥାନ୍ତି? କିଭଳି ଅବାନ୍ତର କଥା କହୁଛ? ପାର୍ବତୀ ସେଇଠୁ ଗଣପତି କିପରି ଭାବରେ ସମ୍ଭୂତ ହେଲେ ତାର ବିବରଣୀ ଶୁଣାଇଲେ। ଶିବ କହିଲେ, ବର୍ତ୍ତମାନ ବୁଝୁଛି, ସେ ମା ମା ବୋଲି ତୁମକୁ ଡାକୁଥିଲା। କିନ୍ତୁ ସେ କଥା ମୁଁ ବା କିପରି ଜାଣିଥାନ୍ତି? ପାର୍ବତୀ ଗଣପତିଙ୍କ ଦେହକୁ ଆବୋରି କ୍ରନ୍ଦନ କରିବାକୁ ଲାଗିଲେ। ତାଙ୍କର ସେ ଦୁଃଖ ସମସ୍ତଙ୍କ ସକାଶେ ଅସହ୍ୟ ହେଲା। କିଏ ବା ତାଙ୍କୁ କିପରି ଉପାୟରେ ସାନ୍ତ୍ୱନା ଦେଇପାରିବେ? ହଠାତ୍ ଶୁଭିଲା ଆକାଶରୁ ଏକ ମନ୍ଦ୍ରବାଣୀ, ଯିଏ ଉତ୍ତର ଦିଗକୁ ମୁଣ୍ଡ ରଖି ଶୋଇଛି ତାହାରି ଶିର ଆଣି ମୋ ଦେହରେ ସ୍ଥାପନା କର, ମୁଁ ଜୀବନ ଫେରି ପାଇବି। ଦେବତା ଏବଂ ପ୍ରଥମ ଗଣ ତତ୍କ୍ଷଣାତ୍ ସନ୍ଧାନରେ ବାହାରି ପଡ଼ିଲେ। କିନ୍ତୁ ଉତ୍ତର ଦିଗକୁ ମୁଣ୍ଡ କରି କିଏ କାହିଁ ଶୋଇଥିବାର ସେମାନେ ଦେଖିପାରିଲେ ନାହିଁ। ଅବଶେଷରେ ସହ୍ୟାଦ୍ରି ପର୍ବତ ଉପରେ ଏକ ହାତୀ ଉତ୍ତର ଦିଗକୁ ମୁଣ୍ଡ କରି ଶୋଇଥିବାର ଶିବ ସ୍ମରଣ କରିପାରିଲେ। ଦେବଲୋକର ଦିବ୍ୟ ହସ୍ତି ଐରାବତର ସନ୍ତାନ ସେ ହାତୀ। ତା ନାମ ଗଜେନ୍ଦ୍ର। ଐରାବତ ଇନ୍ଦ୍ରଙ୍କ ବାହନ। ଥରେ ଇନ୍ଦ୍ର ଅବତରଣ କଲାବେଳେ ଗଜେନ୍ଦ୍ର ଧ୍ୟାନସ୍ଥ ଥିବା ହେତୁ ତାଙ୍କୁ ଅଭିବାଦନ ଜଣାଇଲା ନାହିଁ। ଇନ୍ଦ୍ର ରାଗିଯାଇ କହିଲେ, ଆରେ, ମୋ ବାହନର ପୁଅ ହୋଇ ଏହାର ପୁଣି ଏତେ ଗର୍ବ? ଶାନ୍ତ କଣ୍ଠରେ ଗଜେନ୍ଦ୍ର କହିଲା, ମୋ ପିତା ନିଜର ଯଥାର୍ଥ କର୍ତ୍ତବ୍ୟ କରୁଛନ୍ତି, ତାହା ହିଁ କ'ଣ ଯଥେଷ୍ଟ ନୁହେଁ? ମୋ ଉପରେ ଆପଣ ବିରକ୍ତ ହେବାର କାରଣ କ'ଣ ଅଛି? ମୁଁ ବା ଆପଣଙ୍କୁ କାହିଁକି ଡରିବି? ଇନ୍ଦ୍ର କହିଲେ, ଆରେ ହସ୍ତିସୁତ, ମୁଁ ଦେବେନ୍ଦ୍ର। ସେଇଠୁ ମୁଁ ବି ଗଜେନ୍ଦ୍ର। କେତେ ଇନ୍ଦ୍ର ଅଛନ୍ତି, ଯଥା ନାଗେନ୍ଦ୍ର, ପକ୍ଷୀନ୍ଦ୍ର ଇତ୍ୟାଦି। ଜଣେ ତପସ୍ୟା କଲେ ଇନ୍ଦ୍ରପଦ ପ୍ରାପ୍ତ ହେବ। ସେଥିପାଇଁ କେହି ତପସ୍ୟାରେ ବସିଲେ ଆପଣ ଥରହର ହୁଅନ୍ତି। ଇନ୍ଦ୍ର କ୍ରୁଦ୍ଧ ହୋଇ ଶାପ ଦେଲେ ତ ମୁଣ୍ଡ ଉଡ଼ିଯିବ। ଗଜେନ୍ଦ୍ର ହସି ଦେଇ କହିଲା, ସତେ, ଗଲେ ଯିବ। କିନ୍ତୁ ସେହି ମୁଣ୍ଡ ଆଗରେ ଆପଣଙ୍କୁ ନତିଶର ହେବାକୁ ପଡ଼ିବ, ଜାଣି ରଖନ୍ତୁ। ଇନ୍ଦ୍ର ଆହୁରି କ୍ରୋଧ ହେଲେ। ସେ ଗଜେନ୍ଦ୍ରକୁ ଧରି ତଳକୁ ପକାଇଦେଲେ। ଗଜେନ୍ଦ୍ରର ସେଥିରେ କୌଣସି ଭାବାନ୍ତର ହେଲା ନାହିଁ। ସେ ଥିଲା ମହାଜ୍ଞାନୀ। ସେ କୈଳାସ ଶିଖରର ଅଦୂରରେ ଥିବା ଏକ ପର୍ବତ ଉପରକୁ ଖସି ଆସି ସେଇଠାରେ ବିଶ୍ରାମରତ ଥିଲା। ଦେବତାମାନେ ଗଜେନ୍ଦ୍ରର ସନ୍ଧାନ ପାଇ ତା ମୁଣ୍ଡ କାଟି ନେଇଗଲେ, ଆଉ ଗଣପତିଙ୍କ ସ୍କନ୍ଧରେ ସ୍ଥାପନା କଲେ। ଚାହୁଁ ଚାହୁଁ ନୂତନ ଦିବ୍ୟ ମୂର୍ତ୍ତି ଧରି ଉଠି ବସିଲେ ଗଣପତି। ଶିବ ଗଣପତିଙ୍କର ସେ ଅଦ୍ଭୁତ ମଧୁର ରୂପ ଅତି ଆଗ୍ରହରେ ଲକ୍ଷ୍ୟ କରି ଦେଖୁଥାନ୍ତି। ବିସ୍ମୟରେ ସମବେତ ଦେବଗଣ ମଧ୍ୟ ହତବାକ୍ ହୋଇ ଠିଆ ହୋଇ ରହିଥାନ୍ତି। ସମଗ୍ର ଦେବ ସମାଜରେ ସେଭଳି ଭାବଗମ୍ଭୀର କମନୀୟ ରୂପର ଅଧିକାରୀ କେହି ନଥିଲେ। କିନ୍ତୁ ପାର୍ବତୀ ତାଙ୍କ ଆଡ଼କୁ ଦୃକ୍ପାତ ନ କରି କହିଲେ, ମୋ ପୁଅର ହାତୀ ମୁଣ୍ଡ ମୁଁ ସହ୍ୟ କରିବି କିପରି? ନା, ମୁଁ ମୋଟେ ଅନାଇବି ନାହିଁ। ଗଣପତି ମଧୁର କଣ୍ଠରେ କହିଲେ, ମା, ତମେ ଥରେ ମୁଗ୍ଧ ହୋଇ ଗୋଟିଏ ହାତୀର ଚିତ୍ର ଦେଖୁଥିବା ବେଳେ ମୁଁ ତୁମ ଆଗରେ ଦେଖା ଦେଇଥିଲି, ମନେ ନାହିଁ? ମୁଁ ଆଉ କେହି ନୁହେଁ, ବିଘ୍ନେଶ୍ୱର। ପାର୍ବତୀଙ୍କ ସ୍ୱପ୍ନ ଭଳି ସେ ସ୍ମୃତି ମନେ ପଡ଼ିଲା। ସେ ଆଖି ଖୋଲି ପୁତ୍ର ଆଡ଼କୁ ଅନେଇଲେ। ଶିବ କହିଲେ, ହେ ବିଘ୍ନେଶ୍ୱର, ତୁମେ କ'ଣ ବାସ୍ତବରେ ଆମ ପୁତ୍ର ରୂପେ ଅବତୀର୍ଣ୍ଣ ହୋଇଛ? ତୁମେ କାହିଁକି ଖେଳ ଖେଳିବା ପାଇଁ ମୋ ଭିତରେ କ୍ରୋଧର ଉଦ୍ରେକ କରିଥିଲ? ବର୍ତ୍ତମାନ ସବୁ ବୁଝୁଛି। ତମ ଲୀଳା ବାସ୍ତବିକ ଅଦ୍ଭୁତ। ବିଘ୍ନେଶ୍ୱର କହିଲେ, ଆପଣ ଗଜାସୁରଙ୍କୁ ଯେଉଁ ବର ଦେଇଥିଲେ ତାହା କିପରି ଭାବରେ ପୂର୍ଣ୍ଣ ହୋଇଥାନ୍ତା? ଶିବ କହିଲେ, ତମେ ବାସ୍ତବିକ ମୋତେ ବଡ଼ କଥାଟିଏ ମନେ ପକାଇଦେଲ। ମୋତେ ବର୍ତ୍ତମାନ ଗଜଚର୍ମ ଧାରଣ କରିବାକୁ ହେବ ଏବଂ ଗଜଶିର ମୋ ପୁତ୍ରର ମସ୍ତକ ରୂପେ ଶୋଭିତ ହେବ। ତାପରେ ବିଘ୍ନେଶ୍ୱରଙ୍କ ଆଗତରେ ଅବନତ ହୋଇ ସେ କହିଲେ, ବିଘ୍ନେଶ୍ୱର, ତୁମେ ଥରେ ମୋତେ ତମ ବିଶ୍ୱରୂପ ଦେଖାଅ। ବିଘ୍ନେଶ୍ୱର ଶୂନ୍ୟମଣ୍ଡଳରେ ନିଜର ପଞ୍ଚଶିର ବିକଶିତ କଲେ। ପୃଥିବୀ, ଜଳ, ଅଗ୍ନି, ବାୟୁ ଓ ଆକାଶ, ଏହି ପଞ୍ଚଭୂତ ହରିତ, ଧ୍ରୁମ, ଲାଲ, ଶୁଭ୍ର ଆଉ ନୀଳବର୍ଣ୍ଣ ରଞ୍ଜିତ ହସ୍ତିଶିର ରୂପରେ ଦେଖାଗଲା। ସେ ପଞ୍ଚଶିର ଉପରେ
ନକ୍ଷତ୍ରମାଳା ପୁଷ୍ପରାଶି ଭଳି ଶୋଭିତ ହେଉଥିଲା। ତାଙ୍କ ଶିର ଚତୁର୍ଦିଗରେ ସୂର୍ଯ୍ୟୋଦୟର ଆଭା ଭଳି ସ୍ନିଗ୍ଧ ଔଜ୍ୱଲ୍ୟ ଚଟକୁଥିଲା। ତାଙ୍କ ଶିର ଦେଖିବା ନିମନ୍ତେ ସମସ୍ତଙ୍କ ମସ୍ତକ ଉତ୍ତୋଳନ କରିବାକୁ ପଡ଼ିଥିଲା। ସେ ଦୃଶ୍ୟରେ ସମସ୍ତଙ୍କ ହୃଦୟ ଏକ ଅପୂର୍ବ ଆନନ୍ଦରେ ପୂରିଗଲା। ସରସ୍ୱତୀ ବୀଣା ଯୋଗେ ବିଘ୍ନେଶ୍ୱରଙ୍କ ପ୍ରିୟ ରାଗ ହଂସଧ୍ୱନି ବାଦନ କଲେ। ନାରଦ ପରେ ପରେ ମାୟାମାଳବ ରାଗରେ ଆଳାପ କଲେ ଏବଂ ଆନନ୍ଦରେ ନୃତ୍ୟ କଲେ ଶିବ। ଇନ୍ଦ୍ରଙ୍କ ସମସ୍ତେ 3 କୋଟି ଦେବାଦେବୀ ଆସି ବିଘ୍ନେଶ୍ୱରଙ୍କୁ ପ୍ରଣାମ କଲେ। ଇନ୍ଦ୍ରଙ୍କ କାନରେ ବିଘ୍ନେଶ୍ୱର କହିଲେ, ଦେଖିଲେ ତ, ଏ ମୁଣ୍ଡ ଆଗରେ ଆପଣଙ୍କୁ ଶିର ଅବନୀତ କରିବାକୁ ପଡ଼ିଲା। ଇନ୍ଦ୍ର ବୁଝିପାରିଲେ ଯେ ବିଘ୍ନେଶ୍ୱର ଯେଉଁ ଶିର ଧାରଣ କରିଛନ୍ତି ତାହା ଐରାବତ ସୁତ ଗଜେନ୍ଦ୍ରର। ଇନ୍ଦ୍ର ଲଜ୍ଜିତ ତଥା ଅନୁତପ୍ତ କଣ୍ଠରେ କହିଲେ, ଗଜେନ୍ଦ୍ର, ତୁମେ ବାସ୍ତବିକ ଜ୍ଞାନୀ, ଏ ଅଜ୍ଞାନୀକୁ କ୍ଷମା କର। ଏହା କହି ଇନ୍ଦ୍ର ବିଘ୍ନେଶ୍ୱରଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରନ୍ତେ ଅନ୍ୟ ଦେବତାମାନେ ତାଙ୍କୁ ଅନୁସରଣ କଲେ। ବିଶ୍ୱରୂପଧାରୀ ବିଘ୍ନେଶ୍ୱରଙ୍କୁ ଶିବ କହିଲେ, ଦେବ, ମୋର ଧାରଣା ତମର ଏହି ରୂପରେ ବିଶେଷ ପ୍ରକାର ଅର୍ଥ ରହିଛି। ସେ ଅର୍ଥ ଜାଣିବା ନିମନ୍ତେ ମୋର କୌତୂହଳ ହେଉଛି। ବିଘ୍ନେଶ୍ୱର ସେ ପ୍ରଶ୍ନର ଉତ୍ତର ଦେଲେ ଭିନ୍ନ ପ୍ରକାରେ। ସେ କହିଲେ, ସମଗ୍ର ବିଶ୍ୱ ଶିବଭକ୍ତଙ୍କର ହିଁ ସମାବେଶ। ବିଶ୍ୱପିତା ବିଶ୍ୱମାତା ଶିବ ପାର୍ବତୀଙ୍କର ମୁଁ ପୁତ୍ର ମାତ୍ର। ମୁଁ ମୋ ପିତାମାତାଙ୍କୁ ପ୍ରଣାମ କରୁଛି। ବ୍ରହ୍ମା ଆଗକୁ ଆସି କହିଲେ, ବିଷ୍ଣୁ ମତ୍ସ୍ୟାବତାର ଧାରଣ କରି ସୋମକାସୁରକୁ ସଂହାର କଲେ ଆଉ ବେଦ ଉଦ୍ଧାର କଲେ। ସେ ବେଦକୁ ଅଶେଷ ଦ୍ୱିତମାନ ବିଘ୍ନେଶ୍ୱର ମୋତେ ସମର୍ପଣ କରିଥିଲେ। ସେତିକିବେଳେ ମୁଁ ବିଘ୍ନେଶ୍ୱରଙ୍କ ସମ୍ପର୍କରେ କେତେକ ତଥ୍ୟ ଜାଣି ନେଇଥିଲି। ସଂକଳ୍ପ ସିଦ୍ଧି ସକାଶେ ବିଘ୍ନେଶ୍ୱରଙ୍କୁ ଧ୍ୟାନ କରି ମୁଁ ସୃଷ୍ଟି କାର୍ଯ୍ୟରେ ମନୋନିବେଶ କରିଥିଲି। ବିଘ୍ନେଶ୍ୱରଙ୍କ ସ୍ୱରୂପ ବିରାଟ, ସେ ସର୍ବବ୍ୟାପୀ। ତେଣୁ ତାଙ୍କର ଅନ୍ୟ ନାମ ବିଷ୍ଣୁ। ସେ ଆକାଶ, ପୃଥିବୀ, ବାୟୁ, ଅଗ୍ନି ଆଉ ଜଳ ଇତ୍ୟାଦି ପଞ୍ଚ ମହାଭୂତର ଅଧିପତି। ଏହି ପଞ୍ଚଙ୍କୁ ଗଣ କୁହାଯାଏ। ତେଣୁ ସେ ମହାଗଣାଧିପତି। ହାତୀର ଶିର ମେଧା ଓ ଶକ୍ତିର ପ୍ରତୀକ। ଗଣପତିଙ୍କୁ ସ୍ତୁତି କଲେ ମେଧା ତଥା ଶକ୍ତି ବୃଦ୍ଧି ହୁଏ। ବିନା ଜ୍ଞାନରେ ଶକ୍ତି ବିପଦଜନକ। ମେଧା ରହିତ ଶକ୍ତି ଆସୁରିକ ହୋଇପାରେ, ପୃଥିବୀରେ ପ୍ରଭୃତ କ୍ଷତି ଘଟାଇପାରେ। ତେଣୁ ଗଣପତିଙ୍କ ଭିତରେ ହୋଇଛି ଜ୍ଞାନ ସହ ଶକ୍ତିର ସମନ୍ୱୟ। ଏହା ଏକ ମହାନ ସଂଯୋଗ। ଗଣପତିଙ୍କର ବାହନ ମୂଷିକ। କାହିଁ ହସ୍ତିଶିର ବିଶାଳ ଗଣପତି, କାହିଁ କ୍ଷୁଦ୍ର କଳେବର ମୂଷିକ। କିନ୍ତୁ ସୃଷ୍ଟିର ଏହା ଅନ୍ୟତମ ବୈଚିତ୍ର୍ୟ। ପ୍ରକୃତ ଦୃଷ୍ଟିକୋଣରୁ ଦେଖିଲେ କ୍ଷୁଦ୍ର ବିନା ବୃହତ୍ ତିଷ୍ଠି ପାରେ ନା। କ୍ଷୁଦ୍ର ଆଉ ବୃହତ୍ ସର୍ବତ୍ର ଏକତ୍ର ରହିବାକୁ ବାଧ୍ୟ। ପୁଣି ମହତ୍ ସହ ସାନ୍ନିଧ୍ୟ ଯୋଗୁଁ ହିଁ କ୍ଷୁଦ୍ର ଭିତରେ ମହତ୍ତ୍ୱର ବିକାଶ ହୁଏ। ଅଙ୍କୁଶ ନିୟନ୍ତ୍ରଣର ଚିହ୍ନ। ହାତୀକୁ ଯେପରି ଅଙ୍କୁଶ ଦ୍ୱାରା ସଂଯତ କରାଯାଏ, ସେହିପରି ଉଚ୍ଚଙ୍ଖଳ ବୁଦ୍ଧିକୁ ଅଙ୍କୁଶ ଦ୍ୱାରା ନିୟନ୍ତ୍ରଣ କରାଯାଏ। ତେଣୁ ବିଘ୍ନେଶ୍ୱରଙ୍କ ହାତରେ ଅଙ୍କୁଶ ଶୋଭିତ। ପାଶ ବିଶ୍ୱ ସଂସାର ନିୟମରେ ଆବଦ୍ଧ ଏହି ସତ୍ୟ ସୂଚାଉଛି। ପୂର୍ଣ୍ଣ କଳସ ପୂର୍ଣ୍ଣତାର ଚିହ୍ନ। କୁଠାର ବିଘ୍ନ ବିନାଶନର ଉପାୟ। ବିଘ୍ନେଶ୍ୱରଙ୍କ କର୍ଣ୍ଣ ପ୍ରଶସ୍ତ। ଚରାଚର ପ୍ରାଣୀଙ୍କ ଆବେଦନ ନିବେଦନ ଶୁଣିବାକୁ ସେ ସକ୍ଷମ। ବିଘ୍ନେଶ୍ୱରଙ୍କୁ ଅର୍ପିତ ଭୋଗ ତୁଷ୍ଟି ଆଉ ସୁବୁଦ୍ଧି ଆଣିଦିଏ। ବିଘ୍ନେଶ୍ୱରଙ୍କ ଆକୃତି ପ୍ରତି ଯିଏ ଶ୍ରଦ୍ଧା ଆଉ ଭକ୍ତି ପୋଷଣ କରିପାରେ, ତାର କଳାଜ୍ଞାନ ଉନ୍ନତ ବୋଲି ବୁଝିବାକୁ ହେବ। ବାସ୍ତବରେ ଗଣପତିଙ୍କ ରୂପର ପଟାନ୍ତର ନାହିଁ। ଜ୍ଞାନ, ବୁଦ୍ଧି, ବଳ ସହ ବାତ୍ସଲ୍ୟର ଅପୂର୍ବ ସାମଞ୍ଜସ୍ୟର ବିଧାନ ହୋଇଛି ସେ ଆକୃତିରେ। ଗଣପତିଙ୍କୁ ସର୍ବକର୍ମର ଆଦ୍ୟରେ ସ୍ମରଣ କରିବା ଆବଶ୍ୟକ। ଏହି ଶୁଭମୂର୍ତ୍ତି ସମସ୍ତ ଅଶୁଭ ଦୂର କରିବାକୁ ସକ୍ଷମ। ତେଣୁ ଯେକୌଣସି ମଙ୍ଗଳ କାର୍ଯ୍ୟର ଆରମ୍ଭରେ ଆରାଧ୍ୟ ହେଲେ ଗଣପତି। ଏହାପରେ ବ୍ରହ୍ମା ଆହୁରି ଅନେକ ପ୍ରକାରେ ବିଘ୍ନେଶ୍ୱରଙ୍କ ମହିମା କୀର୍ତ୍ତନ କଲେ। ସମବେତ ଦେବାଦେବୀଗଣ ଯୁକ୍ତ କରରେ ବିଘ୍ନେଶ୍ୱରଙ୍କୁ ଶ୍ରଦ୍ଧା ନିବେଦନ କଲେ। ସେ ପରିସ୍ଥିତିରେ ନବଜାତ ଦେବ ଗଣପତି ଅତ୍ୟନ୍ତ ମୋହନୀୟ ଦେଖାଗଲେ। ଜନନୀ ପାର୍ବତୀଙ୍କ ଆନନ୍ଦ ଏପରିକି କହିଲେ ନ ସରେ। ଦେବତାମାନଙ୍କ ମଧ୍ୟରୁ କେହି କେହି ଗଣପତିଙ୍କ ଗୁଣରାଶି ବିଷୟରେ ଆହୁରି ପ୍ରଶ୍ନମାନ କଲେ। ବ୍ରହ୍ମା ସେମାନଙ୍କର ପ୍ରଶ୍ନର ଯଥାଯଥ ଉତ୍ତର ଦେଇ ସେମାନଙ୍କ କୌତୂହଳ ନିରାକରଣ କଲେ। ଦେବଗଣ ସେଉଠୁ ଗଣପତିଙ୍କ ଉଦ୍ଦେଶ୍ୟରେ ଜୟଧ୍ୱନି କଲେ। ଶିବ ଦେବଗଣକୁ ଅନାଇ କହିଲେ, ବ୍ରହ୍ମାଙ୍କ ଦ୍ୱାରା ଗଣପତିଙ୍କ ଗୁଣବର୍ଣ୍ଣନା ସମସ୍ତେ ଶୁଣିଲେ ତ? ବିଘ୍ନେଶ୍ୱର ହିଁ ପ୍ରଥମେ ପୂଜ୍ୟ ଦେବତା, ଏହା ସମସ୍ତେ ଜାଣି ରଖନ୍ତୁ। ନାରଦ ଓ ଦେବୀ ସରସ୍ୱତୀ ସଙ୍ଗୀତର ଝଙ୍କାର ତୋଳିଲେ। ସେତେବେଳେ ପାର୍ବତୀ ବିଶ୍ୱରୂପ ଧାରଣକାରୀ ଗଣପତିଙ୍କୁ ପ୍ରଣାମ କରିବାକୁ ଉଦ୍ୟତ ହେଲେ। କିନ୍ତୁ ଗଣପତି ତାଙ୍କୁ ରୋକିଦେଲେ ଆଉ କହିଲେ, ମା, ଆପଣ ଇଏ କ'ଣ କରୁଛନ୍ତି? ଏହା କହି ସଙ୍ଗେ ସଙ୍ଗେ ଗଣପତି ବିଶ୍ୱରୂପ ସମ୍ବରଣ କରି ଶିଶୁ ବିନାୟକ ରୂପେ ଜନନୀ ପାର୍ବତୀଙ୍କୁ ପ୍ରଣାମ କଲେ। ଆପଣମାନେ ଶୁଣୁଥିଲେ ଜହ୍ନମାମୁଁର ବିଘ୍ନେଶ୍ୱରର ଆଉ ଗୋଟିଏ ଭାଗ।